ଓ 2 ବର୍ଷର ପ୍ରୋଗ୍ରେସ୍ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ କୁହାଯାଇଛି ଏବଂ ବିଗତ ଗୋଟିଏ ବର୍ଷର ରିପୋର୍ଟ ମଧ୍ୟ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରିବାକୁ କୁହାଯାଇଛି। ସବୁ ବିଭାଗ ମୋଟାମୋଟି ପ୍ରସ୍ତୁତ କରି ସାରିଛନ୍ତି। ପ୍ରାଦେଶିକ ସ୍ତରରେ ମଧ୍ୟ ସମସ୍ତ ବିଭାଗର ବଡ଼ ବଡ଼ ସଫଳତାର ଆଧାରରେ ପ୍ରାଦେଶିକ ସ୍ତରରେ ମଧ୍ୟ ଗୋଟେ ପ୍ରୋଗ୍ରେସ୍ ରିପୋର୍ଟ ପ୍ରସ୍ତୁତ ହେବ। 12 ତାରିଖ ଠାରୁ ମୋଟାମୋଟି 10 ଦିନ ବ୍ୟାପୀ 2 ବର୍ଷ ପୂର୍ତ୍ତିର କାର୍ଯ୍ୟ ଓଡ଼ିଶାରେ ହେବା ପାଇଁ ଯାଉଛି। କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଏବଂ ଓଡ଼ିଶା ସରକାରଙ୍କର 2 ବର୍ଷ ପୂର୍ତ୍ତି। କିନ୍ତୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ପରାମର୍ଶ କରି ତାକୁ ଆମେ ଲୋ ପ୍ରୋଫାଇଲରେ ବହୁତ ହଟଚମକ ନ କରିକି ଖର୍ଚ୍ଚଯୁକ୍ତ ନ କରିକି ସାଂକେତିକ ଭାବରେ ପ୍ରାଦେଶିକ ସ୍ତରରେ ଏବଂ ଜିଲ୍ଲା ସ୍ତରରେ କରିବୁ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ପ୍ରୟାସ କରିବୁ। ଆମର ପ୍ରୋଗ୍ରେସ୍ ରିପୋର୍ଟ ଯେମିତି ପ୍ରତ୍ୟେକ ଭୋଟର ପାଖରେ ପହଞ୍ଚିବ ତା ପାଇଁ ଆମେ ଯୋଜନା ପ୍ରସ୍ତୁତ କରିବୁ। ମାନ୍ୟବର ପ୍ରଧାନମନ୍ତ୍ରୀ ହୁଏତ ଗୋଟେ ଡେଟ୍ ଦେଇପାରନ୍ତି ଯେଉଁଦିନ ସେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ କରିବେ ଏବଂ 1 ତାରିଖରୁ ମୋଟାମୋଟି ଆମେ ଯୋଜନା କରିଛୁ ଯେ ପ୍ରତ୍ୟେକ ଦିନ ଗୋଟିଏ ଗୋଟିଏ ବିଭାଗର ପ୍ରୋଗ୍ରେସ୍ ରିପୋର୍ଟ ମାନ୍ୟବର ମୁଖ୍ୟମନ୍ତ୍ରୀ ସାର୍ବଜନୀନ କରେଇବେ ମାନେ ଜୁନ୍ 1 ତାରିଖ ଏବଂ ବିଭାଗୀୟ ଯେଉଁମାନେ ମନ୍ତ୍ରୀ ଏବଂ ଅଧିକାରୀ ଅଛନ୍ତି ସେମାନେ ଗଣମାଧ୍ୟମ ସାଙ୍ଗରେ ମଧ୍ୟ ଗୋଟିଏ ବର୍ଷର ଆଚିଭମେଣ୍ଟକୁ ନେଇକରି ରୁବରୁ ହେବେ, ବାର୍ତ୍ତାଳାପ କରିବେ ଏବଂ ସେମାନଙ୍କର ଯାହା ଯାହା ପ୍ରଶ୍ନ ଅଛି ତାର ସ୍ପଷ୍ଟୀକରଣ ଦେବେ ଏବଂ ସେ ମାଧ୍ୟମରେ ଲୋକଙ୍କ ପାଖରେ ପ୍ରତ୍ୟେକ ବିଭାଗର ତଥ୍ୟ ମଧ୍ୟ ପହଞ୍ଚିବ। এটা মোটামুটি প্রস্তুত হয়েছে। প্রধানমন্ত্রী মধ্যে আসবে নিমন্ত্রণ তো করব ସେଥିରେ ପ୍ରଧାନମନ୍ତ୍ରୀ ଦପ୍ତର ସ୍ଥିର କରିବ କେଉଁ ତାରିଖରେ ଆସିବେ। ଆଉ ମଝିରେ ରଜ ମଧ୍ୟ ପଡ଼ିଯାଉଛି, 2 ଦିନ ରଜ ପଡ଼ିଯାଉଛି। ଯେଉଁ ଦିନ 2-3 ଦିନ କିଛି କାମ ମୋଟାମୋଟି ଏପଟେ ହେଇପାରିବନି। ଯେଉଁ ଯେଉଁ ଜାଗାରେ ରଜ ନଥାଏ ସେ ଜାଗାରେ ଭିନ୍ନ କଥା। ତେଣୁ ପୁରା 10 ଦିନର କ୍ୟାଲେଣ୍ଡର ଆମେ ପ୍ରସ୍ତୁତ କରୁଛୁ। ସ୍ୱାଭାବିକ ଭାବରେ ଆମେ ଚାହିଁବୁ ମାନ୍ୟବର ପ୍ରଧାନମନ୍ତ୍ରୀ ପ୍ରଥମ ବର୍ଷ ଆସିଥିଲେ, ଦ୍ୱିତୀୟ ବର୍ଷ ମଧ୍ୟ ଆସନ୍ତୁ। ଆମର ପ୍ରୋଗ୍ରେସ୍ ରିପୋର୍ଟ ତାଙ୍କ ସାମ୍ନାରେ ମଧ୍ୟ ଆମେ ଉପସ୍ଥାପନା କରିବୁ ଏବଂ ଯେତେ ବଡ଼ ବଡ଼ ପ୍ରକଳ୍ପ ସବୁ ଅଛି ସେଥିରେ କେନ୍ଦ୍ର ସରକାରଙ୍କର ଏବଂ ରାଜ୍ୟ ସରକାରଙ୍କର ରେଲୱେ NHAI ଠାରୁ ଆରମ୍ଭ କରିଛି ଗୁଡ଼ିଏ ଶିଳ୍ପ ମଧ୍ୟ କେନ୍ଦ୍ର ସରକାରଙ୍କର ଶିଳ୍ପ ମଧ୍ୟ ତା'ର ଭୂମି ପୂଜନ ହେବା ପାଇଁ ଯାଉଛି। ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗର ମଧ୍ୟ ପ୍ରକଳ୍ପମାନ ଅଛି। ମାନ୍ୟବର ପ୍ରଧାନମନ୍ତ୍ରୀ ଯେଉଁଦିନ ସମୟ ଦେବେ ସେଦିନ ସେ ଏ ପ୍ରକଳ୍ପମାନଙ୍କର ମଧ୍ୟ କେଉଁଟା ଉଦ୍ଘାଟନ କରିବେ, କେଉଁଟା ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏବଂ ବାକି ଯେଉଁଟା ଅନ୍ୟ ତାରିଖ ସବୁ ଅଛି ସେ ତାରିଖମାନଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନେ ମଧ୍ୟ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିବେ। ଅପେକ୍ଷା କରନ୍ତୁ ସେ ଉପଲବ୍ଧି ଆପଣଙ୍କୁ ଦେବୁନି ଆମେ ପ୍ରତ୍ୟେକ ବିଭାଗର ଯେଉଁ ପ୍ରୋଗ୍ରେସ୍ ରିପୋର୍ଟ ବିଗତ ବର୍ଷର ସେଇଟା ମଧ୍ୟ ଗଣମାଧ୍ୟମକୁ ଏବଂ ଗଣମାଧ୍ୟମ ମାଧ୍ୟମରେ ଲୋକଙ୍କୁ ଦେବୁ। ଏବେ ସେଟା ସସ୍ପେନ୍ସ ହେଇକି ଥାଉ।